ଆଉ ଏ ମିଶ୍ରଣ ପର୍ବର ସବୁଠୁ ବଡ଼ କଥା ହେଲା ଆପଣ ଅନୁଭବ କରୁଥିବେ କି ଜିଲ୍ଲାରେ ଥିବା 5ଟି ଯାକ ନିର୍ବାଚନ ମଣ୍ଡଳୀର କିଛି ନା କିଛି ସବୁଠୁ କାର୍ଯ୍ୟକର୍ତ୍ତା ଯୋଗ ଦେଲେ। ଦେଖନ୍ତୁ ଭାରତୀୟ ଜନତା ପାର୍ଟି ଆଗରୁ ଏକା ଆମେ ଆଜି ମିଶ୍ରଣ ପର୍ବ ଆଜିର এই କାର୍ଯ୍ୟକ୍ରମ ଏଟା ଲଗାତାର ଭାବରେ ଆପଣ ଦେଖୁଥିବେ କି ରାଜ୍ୟରେ ନିର୍ବାଚନ ପୂର୍ବରୁ ଏ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆମର ଚାଲିଛି। ସ୍ୱାଭାବିକ ଭାବରେ ଦେଶରେ ଯେତେବେଳେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ସରକାର ଆସିଲା ସବୁବେଳେ ତଳ ସ୍ତରରେ ଲୋକ ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହେଉଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା କି ଯେଉଁ ପ୍ରକାର ଢଙ୍ଗରେ ଏଇ 24 ବର୍ଷର ଗୋଟେ ଶାସନକୁ ହରେଇକିରି ପୁଣି ମୋହନ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ସରକାର କଲା ସ୍ୱାଭାବିକ ଭାବରେ ଲୋକ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ତାଙ୍କର ନେତାଙ୍କର କାମ କାର୍ଯ୍ୟ ଦେଖିକିରି ଆକୃଷ୍ଟ ହେଉଛନ୍ତି। ସେହି କାରଣରୁ ଆଜି ଆମେ ଏଭଳିଆ ଗୋଟେ ବଡ଼ ମିଶ୍ରଣ ପର୍ବ କଲୁ। ଆଉ ଏ ମିଶ୍ରଣ ପର୍ବର ସବୁଠୁ ବଡ଼ କଥା ହେଲା ଆପଣ ଅନୁଭବ କରୁଥିବେ କି ଜିଲ୍ଲାରେ ଥିବା 5ଟି ଯାକ ନିର୍ବାଚନ ମଣ୍ଡଳୀର କିଛି ନା କିଛି ସବୁଠୁ କାର୍ଯ୍ୟକର୍ତ୍ତା ଯୋଗ ଦେଲେ। ଆଉ କାର୍ଯ୍ୟକର୍ତ୍ତା ସେଇଥିପାଇଁ ମୁଁ ଆଜି ଆତ୍ମସନ୍ତୋଷ ଲାଭ କରୁଛି ଯେ ଯେଉଁ ଢଙ୍ଗର କାର୍ଯ୍ୟକର୍ତ୍ତା ଆମ ସାଙ୍ଗରେ ଯୋଡ଼ିଲେ ସେମାନେ ତଳ ସ୍ତରରେ କାମ କରୁଥିବା କାର୍ଯ୍ୟକର୍ତ୍ତା ବଡ଼ ନେତା ନୁହନ୍ତି। ଆପଣ ଦେଖୁଥିବେ ପଞ୍ଚାୟତ ଏବଂ ୱାର୍ଡ ଏବଂ ଗାଁ ସ୍ତରରେ କାମ କରୁଥିବା ଲୋକ ଆଜି ଭାରତୀୟ ଜନତା ପାର୍ଟି ସାମିଲ ହେଇଛନ୍ତି। ତ ସ୍ୱାଭାବିକ ଭାବରେ ଆମେ ଆଶା ରଖୁଛୁ କି ଆସନ୍ତା 2027ରେ ଯେଉଁ ଲୋକାଲ ବଡି इलेक्शन गुड़ाक हम पंचायत इलेक्शन है कि एनएससी म्युनिसिपालिटी इलेक्शन एम निश्चित भाव में सफल हो प्रकार आशा रखु। आज जेन हिसाब से लोग शामिल होछन बीजेडी के छाड़ी के कांग्रेस के छाड़ी के बीजेपी के साहाय्य करवा लगे आसीछन कहीं से जानूछन मोदी जी सरकार मोहन भाई सरकार एका काम करूची भारत लगी ओडिशा लगी से हिसाब से मैंने काम करवा लगी कलाहांडी के आग के नेबार लगी गोटे पार्टी अच्छी से बीजेपी पार्टी और सेटारे जोग दीछन तांके कोटि कोटि धन्यवाद और स्वागत अच्छी और मिसिके मैंने सब काम करमु बीजेपी रो जेन हिसाब से विकसित भारत सपन अच्छी मोदी जी रो और विकसित ओडिशा रो सपन अच्छी मोहन भाई रो सेटा के जरूर पूरा करमा।